ଖାଲି ଚୌକିରେ ଏଟା କି ଉତ୍ସବ ପାଳୁଥିଲା କି ଓଡ଼ିଶା? ଆପଣ ମାନେ ଜାଣିଛନ୍ତି ଆମର ଯୋଉ ପ୍ରବାସୀ ଭାରତୀୟ ମାନେ ବା ପ୍ରବାସୀ ଓଡ଼ିଆ ମାନେ ଆସିଥିଲେ ସେ ମହୋତ୍ସବରେ ପ୍ରଥମ ଦିନ ମୋହନ ବାବୁ ଆମର ଯିଏ ରହିଲେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସିଏ ଉଦ୍ଘାଟନ କରିଲେ। ଆମେ ସୋସିଆଲ ମିଡିଆରେ ଦେଖିଲୁ ସେଠି ଲୋକ ନଥିଲେ, ଚେୟାର ଫାଙ୍କା ଥିଲା। ହଁ, କୋଉଠି ନା କୋଉଠି ଆମେ ଅନୁଭବ କରିଛୁ ଯେ ମୋହନ ବାବୁଙ୍କର ଲୋକପ୍ରିୟତା ଏତେ ନାହିଁ, ଯୋଉଥିପାଇଁ ମୋହନ ବାବୁଙ୍କର ଉଦ୍ଘାଟନୀ ଦିବସ ଦିନ ଲୋକ ହେଇନଥିଲେ। ତାପରେ ଆମେ ସୋସିଆଲ ମିଡିଆରେ ଦେଖିଲୁ ଆମର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ମହୋଦୟ ଆସିଥିଲେ ଓଡ଼ିଶା। କଣ ପାଇଁ? ଏହି ଉତ୍ସବରେ ଯୋଗ ଦେବାକୁ। ଆମ ପ୍ରଧାନମନ୍ତ୍ରୀ ବସିଛନ୍ତି, ଭାଷଣ ଦଉଛନ୍ତି, ଆମେ ଦେଖୁଛୁ ସେଠି ଆଜ୍ଞା ଚୌକି ଫାଙ୍କା ପଡ଼ିଛି। ଆଉ ଆପଣ ଜାଣିଛନ୍ତି ଆମ୍ବାନୀ ଆଦାନୀ ହେଉଛନ୍ତି ମୋଦିଙ୍କର ଦୁଇ ପିଲର। ସେଇ ଆମ୍ବାନୀର ଏକ ଓଡ଼ିଆ ଖବର ସଂସ୍ଥା ଟେଲିଭିଜନ ଖବର ସଂସ୍ଥାରେ ଆମେ ଶୁଣୁଥିଲୁ ଯେ ଆଜ୍ଞା ସେ ସଂସ୍ଥାଟି କହୁଥିଲା 7,000 ପ୍ରବାସୀ ଆସିଛନ୍ତି। ଆମର ସମ୍ମାନନୀୟ ଏମ୍ପି ଭୁବନେଶ୍ୱର ଅପରାଜିତା ଷଡ଼ଙ୍ଗୀ ମହୋଦୟା ସିଏ ମଧ୍ୟ ମିଡିଆରେ କହିଲେ 4,000 ପ୍ରବାସୀ ଆସିଛନ୍ତି। ଆଉ ଜଣେ କିଏ ନେତା କହିଲେ ପାଖାପାଖି 2,000 ଆସିଛନ୍ତି ପ୍ରବାସୀ। କିନ୍ତୁ ଆଜ୍ଞା ବିଜେପିର ନେତାମାନେ ଗୋଟେ କଥା କହୁଛନ୍ତି, ଗୋଟେ ନାହିଁ ଦୁଇଟି କଥା କହୁଛନ୍ତି। ଆଉ ଆମର ଟେଲିଭିଜନ ସଂସ୍ଥା ସିଏ ଆଜ୍ଞା ତାକୁ କେତେ ଗୁଣା କରିକି ଦେଖଉଛି, ଆପଣ ମାନେ ମୋ କଥାରୁ ଅନୁଭବ କରିପାରୁଥିବେ। କିନ୍ତୁ ଆଜ୍ଞା ଯେତିକି ଚୌକି ପଡ଼ିଥିଲା ଆଜ୍ଞା 2,000 ଚୌକି ପଡ଼ିନଥିଲା। ଯଦି 2,000 ଚୌକି ପଡ଼ିନଥିଲା, ଜଣେ ପ୍ରଧାନମନ୍ତ୍ରୀ ଆସୁଛନ୍ତି, ଅନ୍ତତଃ ପକ୍ଷରେ ମୋହନ ବାବୁ ଏତିକି କର୍ଷି ଦୃଷ୍ଟିରୁ ଏତିକି ବ୍ୟବସ୍ଥା କରିବା କଥା। ଯଦି ପ୍ରବାସୀ ବସୁନାହାନ୍ତି, ଯଦି ପ୍ରବାସୀ ଆସିନାହାନ୍ତି, ତାହେଲେ ସେଠି କିଏ ବସିବା କଥା? ଭାରତୀୟ ଜନତା ପାର୍ଟିର କର୍ମୀମାନଙ୍କୁ ବସେଇବା କଥା, ନେତାମାନଙ୍କୁ ବସେଇବା କଥା, ସରପଞ୍ଚ ମାନଙ୍କୁ ବସେଇବା କଥା, ସମିତି ସଭ୍ୟମାନଙ୍କୁ ବସେଇବା କଥା, ଜିଲ୍ଲା ପରିଷଦ ମେମ୍ବର ମାନଙ୍କୁ ବସେଇବା କଥା, ବା କହିବା ୱାର୍ଡ ସଭାପତି ମାନଙ୍କୁ ବସେଇବା କଥା। କିନ୍ତୁ ଭାରତୀୟ ଜନତା ପାର୍ଟି ଆମ ପ୍ରଧାନମନ୍ତ୍ରୀଙ୍କର ଇଜ୍ଜତ ମହତକୁ ମଧ୍ୟ ମାଟିରେ ମିଶେଇ ଦେଲା। ମୋଦି ଆସିଛନ୍ତି, ଆମେ ଦେଖୁଥିଲୁ 2014 ମସିହାରେ ଯେତେବେଳେ ଆମର ମୋଦି ସାହାବ ପ୍ରଧାନମନ୍ତ୍ରୀ ହେଲେ କେତେ ଲୋକପ୍ରିୟତା ସେ ଅର୍ଜନ କରିଥିଲେ। ଆଜିକା ଦିନରେ ତାଙ୍କର ଲୋକପ୍ରିୟତାର ଯୋଉ ଲାଇନ ରହିଥିଲା ଆଜ୍ଞା ସେଟା ପାରାଗ୍ରାଫଟା ନିମ୍ନଗାମୀ। କାହିଁକି? ଓଡ଼ିଶା ଆସିଲେ ମୋଦି, ଅନ୍ତତଃ ପକ୍ଷରେ ବିଜେପି କର୍ମୀ ମାନେ ତ ତାଙ୍କୁ ଶୁଣିବା ପାଇଁ ଯିବା କଥା। ଆଉ ଗୋଟେ ନୂଆ କଥା ଆପଣ ଦେଖିଥିବେ, ଆମର ସମ୍ମିଳନୀଟେ ହେଲା ଓଡ଼ିଶାରେ, ଅନେକ ପ୍ରବାସୀ ମାନେ ଆସିଥିଲେ, ଓଡ଼ିଆରେ କଥା କହୁଥିଲେ। ମତେ ତ ଲାଗୁଛି ଓଡ଼ିଆ ଅସ୍ମିତାର ଠିକାଦାର ମାନେ ଓଡ଼ିଆରେ କିଛି ପୋଷ୍ଟର ବ୍ୟାନର ସେଠି ଲଗେଇବା କଥା, ଯେହେତୁ ଓଡ଼ିଆ ଆସିଛନ୍ତି ଗର୍ବ ଅନୁଭବ କରିଥାନ୍ତେ। ଆମ ଓଡ଼ିଶାର ଅନେକ କୀର୍ତ୍ତିବାନ ଅଛି, କୋଣାର୍କ ସୂର୍ଯ୍ୟ ମନ୍ଦିର, ମହାପ୍ରଭୁଙ୍କ ମନ୍ଦିର, ଆମର ଲିଙ୍ଗରାଜ ମନ୍ଦିର। ଭୁବନେଶ୍ୱରରେ ଯଦି ଆମେ ଗୋଟେ ବାଙ୍କରେ ଆମେ ମୋଡ଼ି ହେବା ସେଠି ଗୋଟେ ମନ୍ଦିର ଥିବ, ମନ୍ଦିର ମାଳିନୀ ଭୁବନେଶ୍ୱର। ଆଜ୍ଞା ପ୍ରବାସୀ ମାନେ ବୁଲି ପାରିଲେ ନାହିଁ। ଯୋଉ ତଥାଗତ ବାବୁଙ୍କର ଲେଖାଟିକୁ ନେଇକି ମିଡିଆ, ଝାଞ୍ଜ ପିଟା ମିଡିଆ ବା କହିବା ବିସ୍କୁଟ ମିଡିଆ ଯୋଉ ସବୁ କାହାଣୀ ସବୁ ଦେଖାଉଥିଲା, ସେଇ ତଥାଗତ ବାବୁଙ୍କର ଏକ ଧରିତ୍ରୀ ୱେବ୍ ଚ୍ୟାନେଲରେ ଖବର ପ୍ରସାରଣ ହେଇଛି ଯେ ପ୍ରବାସୀ ମାନେ କହୁଛନ୍ତି ତାଙ୍କ ପାଇଁ ଯୋଉ ବ୍ୟବସ୍ଥା କରିଛନ୍ତି ସେଟା ତାଙ୍କୁ ଭଲ ଲାଗିନି। ଡାକିକି ଆଜ୍ଞା ଓଡ଼ିଶାର ଇଜ୍ଜତ ମହତ ତଳେ ପକେଇ ଦେଲେ। ତା ପୁଣି ଖର୍ଚ୍ଚ କରିଛନ୍ତି କେତେ ଜାଣିଛନ୍ତି? ପାଖାପାଖି 200 କୋଟି ଟଙ୍କା। ଆମ ଓଡ଼ିଶାର ଆଦିବାସୀ ଭାଇମାନେ ଖାଇବାକୁ ପାଉନାହାନ୍ତି, ଆମ୍ବ ଟାକୁଆରୁ କୋଇଲି ବାହାର କରିକି ଯାଉ କରିକି ଖାଇକି ମୃତ୍ୟୁବରଣ କରୁଛନ୍ତି। ଏବେ 10ରୁ ଉର୍ଦ୍ଧ୍ୱ ଚାଷୀ ମଧ୍ୟ ଆତ୍ମହତ୍ୟା କରିସାରିଲେଣି ତାଙ୍କର ଫସଲ ହାନି ପାଇଁ। କିନ୍ତୁ
आमे पाखापाखि 200 कोटी टंका खर्च करछे प्रवासी आसीछंती खुशीर कथा आम ओडिसा रे से उत्सवटी पालन होला किंतु आज्ञा सेमाने मध्य दुखी अछंती सेमाने मध्य संतुष्ट नाहती ई डबल इंजिन सरकार रे मते लागुथिला एते टंका खर्च करिकि जदि मोहन बाबू बा कहबा डबल इंजिन सरकार 7 मास भितरे ओडिशावासी को संतुष्ट करि पाला नाही जोति पय आपण माने देखतेबे जोटी कि नवीन बाबू जाउछंती केते लोकप्रियता आ मोहन बाबू जोटी कि जाउछंती केते लोकप्रियता ओडिसा रे प्रमाणित हो गला नरेंद्र मोदी ओडिसा रे केते लोकप्रियता आज मते सतरे लागुछि आ आपण मानकु लागुथबा प्रकृत रे भारतीय जनता पार्टी ईवीएम रे निर्वाचन जीतिछि सेहिति लागि लक्ष्य करिकि देखुथिबे मोदी आसीछंती चेयर फांका पड़ी आश्चर्य कथा नरेंद्र मोदी आसीछंती केड़े बड़ नेता आमे राजनीति रे कहार विरोध ही थाई पारू किंतु कहार लोकप्रियता ताकू आमे आज्ञा अवमानना कर परिबुन मोदी लोकप्रियता थिला आज किंतु जहाटा आमे देखुछु से लोकप्रियता आउ नाही बीजेपी मध्य नरेंद्र मोदी को सुनिया पाई बसु नाही प्रवासी ओडिया को कथा तो छाड़ंतु आपण किंतु आमे नवीन बाबू को क्रेज देखुछु नवीन बाबू चाषी पाखक बुलिले लक्ष लक्ष चाषी आसिले दुख जनइले झाजपिटा मीडिया बिस्कुट मीडिया मध्य ताकू नहीं अनेक प्रहसन कला आपण माने देखिले नवीन बाबू गोटे डाकरा देले दरदाम वृद्धि रे विक्षोभ करिवे आज्ञा भारतीय जनता पार्टी एमितिया विक्षोभ मते लागुची भारत रे ओडिसा रे छाड़ी दियंतु भारत रे कोटी करनथबो से एते लोक आसीथिबे जने हारि जाइथिबा नेतार डाकरा रे एटा होची नवीन बाबूंको प्रति ओडिसावासी को मन थिबा निस्वार्थ परर भल पाइबा ताको पाइ किछ स्वार्थ नै जो लोक माने आस्थिले जो बीजेडी कर्मी माने आस्थिले से माने बोध होय केबे भी नवीन पटनायक को सहित हाथ मिलै नथिबे किंतु मोहन बाबू तो लोकों सरकार रे काहे की लोक जाउ नांती यशस्वी प्रधानमंत्री को देखिबा पाई एटा आपण मानकर हाथ लेखा उत्तर मु जानिया पे चाहूँ आपण मान तळे टिके कमेंट रे जणैबे आ आपण एटा मध्ये जणैबे आपण को टैक्स पैसा रे प्रवासी ओडिया आसिकी खाइले पीले मौज कले गीत नाट्य कले किंतु चेयर फांका पड़ला मोहन बाबू आसिले आउ मोदी बाबू आसिले किंतु प्रवासी कहउछंती मु तळे लिंक देइछि धरित्री खबर संस्थार एक लिंक देइछि आपण देखिबे जे किभଳି सेमान निजर क्षोभ प्रकाश करूछंती जे आमे संतुष्ट ना आपण ए 200 कोटी पाखापाखि खर्च रे संतुष्ट अछंती ना नाही तार मध्य मूल्यवान मतामत तळे कमेंट बॉक्स देबे। नमस्कार, जय जगन्नाथ, बंदे उत्कल जननी।